ଆରେ ଦିଦି ଏମିତି ମନ ଦୁଃଖ କରି କାହିଁ ବସିଛ? ଏ ମୁହଁଟା କାହିଁ ହାଣ୍ଡି କରିକି ବସିଛ? କଣ ହେଇଛି? କିଏ କଣ କହିଛନ୍ତି ନା କଣ? ହେ ମୁଁ ତତେ କହିବିନି, ତୁ ଯାଇ ଦୁନିଆ ଯାକ ପ୍ରଚାର କରିଦେଇକି ଆସିବୁ। ନାଇଁ ବା ଦିଦି, ମୁଁ କାହାକୁ କହିବି? ତମେ କଣ ମତେ ଏଇଆ ଭାବୁଛ? କଣ ହେଇଛି? ତୁ କହିବୁନି ଟି? ତୁ ନ ନେଲୁ ତୋ ଭାଇରୁ ମୋର ବା କଳି ଲାଗି ଯାଇଥିଲ। ତୋ ଭାଇ ଆସିଲେ ମୁଁ ଟିକେ ଶୋଇ ପଡିଥିଲି, ଖାଇବାକୁ କହିଲେ ମୁଁ ଟିକେ ଗଡପଡ ହେଲି, ସେଇଥିପାଇଁ କଳି ଲାଗିଯାଇଛି। ଟିକେ ସାଧାରଣ କଥାରେ ହିଁ କଳି ଲାଗିଯାଇଛି ଦି ଜଣ, ସେଇଥିପାଇଁ ମନଟା ଭଲ ନାହିଁ। ହଉ, ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଏମିତି କଳି ଲାଗେ, ବୁଝିଲ? ଏମିତି ଆଉ କଣ ମନ ଦୁଃଖ କରି ବସିବ? ହଉ, ମୁଁ ଯାଉଛି, ଦୁନିଆ କାମ ଅଛି। କାହାକୁ କହିବୁନି କହିଦଉଛି। ଏଇ କଥା ଗୁଡା କହିବି ନା। ହଁ, ଏ ଜାଣିଛୁ ନା ନାଇଁ, ତମ ଭାଇ ଭାଉଜଙ୍କର କଳି ଲାଗି ଯାଇଛି। ହଁ ପରା, ହଁ ଦିଦି ମନ ଦୁଃଖରେ ବସିଥିଲେ। ମୁଁ ବା ଯାଇଥିଲି ତାଙ୍କ ରୁମକୁ, ଆଉ ସିଏ କଣ ମତେ କିଛି କହିଲେ? ମୁଁ ଫଟେଇ ହେଇକି ପଚାରିଲି ନା। ହଁ, ଏ ସବୁ କଥା କଣ ଏଇଠି କହିଦେବି ନା କଣ? ରଖ, ଘରକୁ ଆସ କହିବି। ହଉ ରଖ। ଆଉ କାହାକୁ କହିବି? ମତେ କହୁନୁ, ମୁଁ ଅଛି ପରା ଏଇଠି, ମତେ କହ। ଖାଇଦେଲ, ପଳେଇବି ଦିଦି। ଅତି ଭକ୍ତି ନୁହଁ କି? ଆଲୋ ଚୁଗୁଲି ଆଣି, ମୋଠୁ କଥା ବାହାର କରିକି ନେଇକି ତ ସବୁ ବ୍ରହ୍ମାଣ୍ଡ ଯାକ ପ୍ରଘଟ କରିସାରିଲୁଣି। ସ୍ୱାମୀ ସ୍ତ୍ରୀ ଜମା ଘଇତା ଜମା କଳି ଲାଗୁନଥିବ ତମେ, ନାଇଁ କି? ଛି 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 ଛି।